ଭଗବାନ ଆମକୁ ତାହା ଦେଇନଥାନ୍ତି ଯାହା ଆମକୁ ଭଲ ଲାଗିଥାଏ, ବରଂ ଭଗବାନ ଆମକୁ ତାହା ଦେଇଥାନ୍ତି ଯାହା ଆମ ପାଇଁ ଭଲ ହୋଇଥାଏ। ତେଣୁ ଭଗବାନଙ୍କ ବିଚାରକୁ କେବେ ବି ଆପଣ ପ୍ରଶ୍ନବାଚୀ ଦୃଷ୍ଟିରେ ଚାହାନ୍ତୁ ନାହିଁ। ଭଗବାନ ସମସ୍ତଙ୍କ ପାଇଁ ପ୍ଲାନ୍ କରି ରଖିଥାନ୍ତି। ଗଡ୍ ହାଜ୍ ଏ ପ୍ଲାନ୍ ଫର୍ ଏଭ୍ରିୱାନ୍। ଭଗବାନଙ୍କର ଯୋଜନା ଭଗବାନଙ୍କୁ ହିଁ ଜଣା। ତେଣୁ ଭଗବାନଙ୍କ ଯୋଜନାରେ କେବେ ହାତ ମାରନ୍ତୁ ନାହିଁ। ମାରିଲେ ନିଶ୍ଚିତ ଭାବରେ ଭୁଲ ରେଜଲ୍ଟ ବା ଖରାପ ରେଜଲ୍ଟ ମିଳିବ। ବିଶ୍ୱାସ ହେଉନି ତ ଚାଲନ୍ତୁ ଗୋଟେ ସୁନ୍ଦର ଗପ ମାଧ୍ୟମରେ ମୁଁ ଆପଣଙ୍କୁ ଏକଥାକୁ ବୁଝାଇ ଦେଉଛି। ଥରେ କୌଣସି ଏକ ଗ୍ରାମରେ ଜଣେ ନବଯୁବକ, ସେ ହେଉଛନ୍ତି ଭାରି ଈଶ୍ୱରପରାୟଣ। ସବୁବେଳେ ଭଗବାନଙ୍କ ମନ୍ଦିରକୁ ସେ ଯୁବକ ଜଣକ ଯାଆନ୍ତି ଏବଂ ଭଗବାନଙ୍କ ପାଖରେ ପୂଜାର୍ଚ୍ଚନା କରନ୍ତି। ଏମିତି କରୁ କରୁ ଭଗବାନଙ୍କ ପ୍ରତି କେମିତି ଗୋଟେ ଅତୁଟ ବନ୍ଧନରେ ସେ ବାନ୍ଧି ହୋଇ ଯାଇଥିଲେ। ଦିନକର କଥା, ଏମିତି କଥୋପକଥନ, ଏମିତି ଭଗବାନଙ୍କ ପାଖରେ ନିଜ ଦୁଃଖ କହୁ କହୁ ସେ ବ୍ୟକ୍ତି ଜଣକ ଦେଖିଲେ ଯେ ଭଗବାନ ନିଜେ ପ୍ରକଟ ହୋଇଯାଇଛନ୍ତି। ସେ ଯୁବକ ଜଣକ ଭଗବାନଙ୍କୁ କହିଲେ, ପ୍ରଭୁ ଆପଣ ଏ ମନ୍ଦିର ଛଡ଼ା ତ କେବେ କୁଆଡ଼େ ବାହାରକୁ ଯାଉନାହାନ୍ତି। ଆଜି ଗୋଟେ କାମ କରନ୍ତୁ, ମୋତେ ଆପଣଙ୍କ ଜାଗାରେ ଠିଆ କରି ଆପଣ କୁଆଡ଼େ ଯାଇ ଟିକେ ବୁଲିବାଲିକି ଆସନ୍ତୁ। ବ୍ୟକ୍ତିର କଥା ଶୁଣି ବା ସେ ଯୁବକର କଥା ଶୁଣି ଭଗବାନ ହସିଦେଲେ। କହିଲେ, ଏଠି ମୋ ଛଡ଼ା ଆଉ କାହାରିକୁ ଠିଆ କଲେ ନିଶ୍ଚିତ ଭାବରେ ଅଘଟଣ ଘଟିବ। ଯୁବକ ଜଣକ ଜିଦ୍ ଧରିଲା ଯେ ପ୍ରଭୁ କିଛି ଘଟିବ ନାହିଁ, ଆପଣ କିଛି ସମୟ ପାଇଁ ବାହାରକୁ ଯାଇକି ଦେଖନ୍ତୁ ନା। ପ୍ରଭୁ ଏ ଯୁବକର କଥାରେ ରାଜି ହୋଇଗଲେ। କହିଲେ, ହଉ ଠିକ୍ ଅଛି, ମୁଁ ତୁମ ଚେହେରା ନେଇଯାଉଛି ଏବଂ ତୁମକୁ ପଥର କରି ଏ ମନ୍ଦିରରେ ଠିଆ କରିଦେଉଛି। କିନ୍ତୁ ଗୋଟିଏ କଥା ମନେ ରଖିଥାଅ, ଯେତେ ଭକ୍ତ ଆସିବେ, ଯିଏ ଯାହା ଦୁଃଖ କହିବ ସବୁ ତୁମେ ଶୁଣିବ, ହେଲେ ନିଜ ତରଫରୁ କୌଣସି ଉତ୍ତର ଦେବ ନାହିଁ କିମ୍ବା କୌଣସି ଷ୍ଟେପ୍ ନେବ ନାହିଁ। ଯୁବକ ଜଣକ କଥା ଦେଲେ ଯେ ପ୍ରଭୁ ଆପଣ କହିଥିବା କଥାକୁ ମୁଁ ଅକ୍ଷରେ ଅକ୍ଷରେ ପାଳନ କରିବି। ଆପଣ ନିର୍ଦ୍ୱନ୍ଦ୍ୱରେ ଯାଇକି ବୁଲାବୁଲି କରି ଆସନ୍ତୁ। ସେଇଆ ହିଁ ହେଲା। ପ୍ରଭୁ ଯୁବକର ବେଶ ଧରି ବାହାରକୁ ବୁଲାବୁଲି କରିବାକୁ ଗଲେ ଏବଂ ଯୁବକ ଜଣକ ଏ ପଥର ମୂର୍ତ୍ତି ହୋଇ ଠିଆ ହୋଇ ରହିଲେ। ଏମିତି କିଛି ସମୟ ଗଲା। ହଠାତ୍ କ'ଣ ହେଇଛି, ଜଣେ ଧନୀ ଲୋକ ଆସିଛନ୍ତି। ଭଗବାନଙ୍କ ମୂର୍ତ୍ତିକୁ ଯେତେବେଳେ ପ୍ରଣାମ କରିଛନ୍ତି, ସେତେବେଳେ ଗୋଟେ ପର୍ସ ଗଳି ପଡ଼ିଛି ଏବଂ ଏହାପରେ ସେ ଧନୀ ବ୍ୟକ୍ତି ଜଣକ ଚାଲି ଯାଇଛନ୍ତି। ତାଙ୍କର ଠିକ୍ ପଛରେ ଆସି ପହଞ୍ଚିଛନ୍ତି ଜଣେ ଗରିବ ଲୋକ। ଭୋକ ଉପାସରେ ଅଛନ୍ତି। ଭଗବାନଙ୍କ ପାଖରେ ଖାଦ୍ୟ ପାଇବା ପାଇଁ କିଛି ଅର୍ଥ ଯୋଗାଡ଼ କରିଦେବାକୁ କହିଛନ୍ତି। ପ୍ରଭୁ ମୋତେ କିଛି ଅର୍ଥ ଦିଅନ୍ତୁ, ମୁଁ ଆଜିକି ଅନେକ ଦିନ ହେଲା ଭୋକିଲା ଅଛି। ଆପଣଙ୍କ ଛଡ଼ା ଏ ଦୁଃଖ କହିବି କାହାକୁ? କହିକି ସେ ଗରିବ ଲୋକ ଜଣକ ଉଠି ଯାଉଛନ୍ତି। ହଠାତ୍ ସେ ଧନୀ ଲୋକ ପକାଇଥିବା ପର୍ସକୁ ଦେଖିଛନ୍ତି ଏବଂ ସେ ପର୍ସକୁ ସାଙ୍ଗେ ସାଙ୍ଗେ ଉଠାଇ ନେଇ ଦେଖିଛନ୍ତି ପଇସା ଅଛି। ଆରାମରେ ସେ ପଇସା ସହ ପର୍ସକୁ ନେଇ ବା ପର୍ସ ସହ ପଇସାକୁ ନେଇ ଚାଲି ଯାଇଛନ୍ତି। ଏହାପରେ କିଛି ସମୟ ପରେ, ଜଷ୍ଟ କିଛି ସମୟ ପରେ ଜଣେ ନାବିକ ଆସି ପହଞ୍ଚିଛନ୍ତି। ସେ ଭଗବାନଙ୍କୁ ଆସି ପ୍ରାର୍ଥନା କରିଛନ୍ତି, ପ୍ରଭୁ ମୁଁ ସମୁଦ୍ର ଯାତ୍ରାରେ ବାହାରିଛି, 10-12 ଦିନ ପାଇଁ ବାହାରକୁ ଯିବି। ମୁଁ ଏବଂ ମୋ ପରିବାରର ସୁରକ୍ଷା ଦାୟିତ୍ୱ ପ୍ରଭୁ ଆପଣଙ୍କୁ ଦେଇକି ଯାଉଛି। ଏମିତି କହିଛନ୍ତି। ଠିକ୍ ଏହି ସମୟରେ ସେ ପଛକୁ ବୁଲନ୍ତି ତ ଦେଖୁଛନ୍ତି କିଛି
पुलिस आसिछन्ति एवं जो धनी लोक जनक पर्स पकईकि जाइथिले से मध्य अछन्ति एवं से आरोप करिसन्ति धनी व्यक्ति जनक जे मो पछरे एई लोक जनक ही मंदिर को आसिछन्ति तेणु ये ही निश्चित भाव में मो पर्स को नहीं थे। पुलिस बाबू किछि बुझी नांती। पुलिस बाबू माने कौन करछन्ति एई नाविकों को अरेस्ट करने को जाई पहुँच जाइछन्ति नाविकों पाखरे धरी नहीं नाविकों को जलयात्रा बाहर थिबा नाविक वर्तमान पुलिस को कब्जारे। ये जो व्यक्ति जनक भगवान का स्थान रे मूर्ति होई ठिया हेथिले सब जिनस को से देखुथिले आ नीरवी रही पारि नांती। मुह खोलिबा आरंभ करिसन्ति पुलिस बाबू को सामना रे शून्यवाणी करिसन्ति जे प्रकृत रे चोर ए नाविक नुह। चोर तो सीए से गरीब लोक जे ये धनी व्यक्ति पछरे आसीथिला एवं आंक पर्स को से ही नहीं कि जाइछि। घटना घटी सारी यहाँ पर पुलिस बाबू माने जाई पहुँचती कौटी से गरीब लोकर घरे एवं ताको अरेस्ट करी नहीं जाइछन्ति एवं नाविकों को छाड़ी देइछन्ति। यहाँ पर भगवान आसी पहुँचती। भगवान आसी पहुँचन जेतबेले ये व्यक्ति जनक सब कथा कहिछि प्रभु मु देखिली धनी व्यक्तिर पर्स पड़िला जड़े गरीब व्यक्ति नहीं गला नाविक जड़े आसीथिला ए समय पुलिस ताको धरी नउथिले मु कहली ना नाविक जनक चोर नुह चोर होछि से गरीब लोक। प्रभु मु ठीक करिछि ना। भगवान कहले एइथिपाई मु कहारी को विश्वास करी एठी छाड़ी जाए नाही। तुमको कहिथिल ना तुमे मोर कोनोसी कथारे मुंड खेलाइब नाही बोली जा हबाकू जाउची ताको हबाकू दियो बोली। अरे तुम जानिच तुम केते बड़ भूल कर देइच। व्यक्ति जनक अबाक होई पचारिचंदी प्रभु भूल केमती हला मु तो सत कहली। प्रभु कहले तुम्हें जानी ना धनी लोक पर्स गड़ाइले से एते धनी थिले जे से पर्स जतिकी पैसा तांकर थिला से पैसा हजिगले तांको किछि फरक पड़ी न थांता। धनी व्यक्ति गरीब व्यक्ति से पर्स को नेला एवं से पर्स थिबा पैसा को नहीं से खाद्य आनी थांता। 4 दिन हला जो पैसा थिला कोटे खाद्य पाई थांता। एवं ये जो युवक नाविक जनक आसीथिले तुमे जानिच से नाविक जनक 10-12 दिन पर जेतबेले जलयात्रा रे जिबे हठात बात्या पवन आसीबो एवं ताको बात्या पवन रे मरिबाको पड़िबो। सेति पई मो बचाइबाकू जाई ताको चोर सजाई देइथिली पुलिस नहीं जाई थांते से थांते थाना भितरे तेणु ना बात्या आसी थांता ना से मरी थांते। तुमे गरीब लोकर मुहरु खाद्य छड़ेल आंको मृत्युमुख पठेल क्या नाविकों को या कौन तुम्हें करी भावुच ठीक कल बोली। व्यक्ति जनक निज भूल बुझीपारे भगवान को गोड़ तले लम हो पड़गले एवं कहले प्रभु आपण को निष्पत्ति होछि यथार्थ आमे जहाँ मने मने भावु जे आपण को निष्पत्ति बेले बेले भूल प्रभु आज मु आपण को निष्पत्ति को मानिगली। तेणु गॉड हैज ए प्लान भगवान कर गोटे प्लान थाए से प्लान को एपट सपट करने को केबे भी चेष्टा करंतु नहीं। दर्शक बंधु आज गप निश्चित भाव में आपको भल लगी चलतु आरंभ करवा आमर से यात्रा अमूल्य बाड़ी शुणु बुझंतु बदलतु और निजको एमती बनातु कि लोक आपण को उदाहरण भावी आपणकर नकल करने आरंभ कर दिंतु बा आपण को अनुकरण करंतु। जीवन में क्या कहे ना कि मु तुम बिना बंची पारि ना जदि एमती थे क्या कहीदेले तो से लोक आपण ठारू निजको दूराई नहीं आपणकर तामसा को देखिब। मु समस्त को निजर करी देखिली केही सबुदिन पाई निजर होई रही पारे ना। सामान्य कथारे भूल बुझामणारे स्वार्थर लालसारे निजर भावुवा लोकटी केतेबेले जे पर हो जाए ताहा कही हुए ना। स्वप्न भांगीगले
ନିଜ ଲୋକ ଛଳ କଲେ ଓ ନିଦ ଔଷଧ ଖାଇ ମଧ୍ୟ ଯଦି ନିଦ ନହେଲା ତାହେଲେ ଭାରି କଷ୍ଟ ଲାଗେ। ଧୋକା ଖାଇଥିବା ଲୋକ ସମୟ ବିତିଗଲେ ଶାନ୍ତି ହୁଏତ ଖୋଜି ପାଇପାରେ, ମାତ୍ର ଧୋକା ଦେଇଥିବା ଲୋକ ସାରା ଜୀବନ ଶାନ୍ତି ଖୋଜୁଥାଏ, ହେଲେ ଶାନ୍ତି ତାକୁ ମିଳିନଥାଏ। ଶତ୍ରୁ ସେତେବେଳେ ସଫଳ ହୋଇଥାନ୍ତି ଯେତେବେଳେ ସେମାନଙ୍କ ସହ ଆମର ଆପଣାର କେହି ଲୋକ ହାତ ମିଶାଇ ଦେଇଥାଏ। ଲୋକଙ୍କୁ ତମେ କ୍ଷମା କରିଚାଲ, ମାତ୍ର ହୃଦୟରେ କେବେ ଜାଗା ଦେଇ ହୃଦୟ ମନ୍ଦିରକୁ କଳୁଷିତ କର ନାହିଁ। ଅଧୁରା ଲୋକଙ୍କର ସ୍ୱପ୍ନ ଭାଙ୍ଗେ, ନିଦ ବି ଭାଙ୍ଗେ, ଇଚ୍ଛା ପୂର୍ତ୍ତି ହୁଏ ନାହିଁ, ଜୀବନରେ ଶାନ୍ତି ନଷ୍ଟ ହୁଏ, ଜୀବନ ସାରା ଦୁଃଖ ପାଆନ୍ତି। ସେମାନଙ୍କୁ ସମବେଦନା ଜଣାଇବାକୁ ତୁମେ ନିଶ୍ଚିତ ଭାବରେ ଆଗେଇ ଆସ। ଥରେ ତୁମେ ତଳକୁ ଖସି ଦେଖ, କେହି ବି ତୁମକୁ ଉଠାଇବାକୁ ଆସିବେ ନାହିଁ, ମାତ୍ର ଥରେ ତୁମେ ଉପରକୁ ଉଠିକି ଦେଖିବ ତୁମକୁ ତଳକୁ ଖସାଇବାକୁ ଚିହ୍ନା ଅଚିହ୍ନା ଆପଣାର ପରର ସବୁ ଲୋକମାନେ କେମିତି ଏକାଠି ହୋଇ ଭିଡ଼ ସୃଷ୍ଟି କରୁଛନ୍ତି। ଅସୁବିଧା ସମୟରେ ସାଥ ଦେଇଥିବା ଲୋକର ମହତ୍ଵ ରକ୍ତ ସମ୍ପର୍କ ଥିବା ଆପଣାର ସ୍ୱାର୍ଥପର ଲୋକଙ୍କ ଠାରୁ ବହୁତ ଅଧିକା ହୋଇଥାଏ। ଯିଏ ମନ ଲଗାଇ ସାରିଛି ଯିବାକୁ, ତାକୁ ଛାଡ଼ିକି ଯିବାକୁ ଦିଅ। ତାକୁ ଅଟକାଇ ପାରିଲ ନାହିଁ ବୋଲି କେବେ ମନ ଦୁଃଖ କର ନାହିଁ। ଆଜି ଅଟକାଇଲେ ବି ସେ କାଲି ନିଶ୍ଚିତ ଭାବରେ ଚାଲିଯିବ। ଲୋକଙ୍କର ଗୁଣ ବଡ଼ ବିଚିତ୍ର। ଡ୍ରାମାରେ ଲୋକଙ୍କର ଦୁଃଖ କଷ୍ଟ ଦେଖି ଆଖିରୁ ଲୁହ ଗଳାନ୍ତି, ମାତ୍ର ରିଅଲ ଲାଇଫରେ କାହାର ଦୁଃଖ ଦେଖି ଏହାକୁ ଡ୍ରାମା ବୋଲି କହିଥାନ୍ତି। ସମ୍ବନ୍ଧକୁ କେବଳ ସମୟ ନୁହଁ, ବୁଝାମଣାର ମଧ୍ୟ ଖୋରାକ ଦରକାର ପଡ଼ିଥାଏ। ମଜାକର ସାହାରା ନେଇ ଲୋକମାନେ ନିଜ ହୃଦୟର କଥା ଚତୁରତାର ସହ କହିଦେଇଥାନ୍ତି। ତେଣୁ ମଜାକକୁ କେବଳ ମଜାକ ନ ଭାବି ତା ଭିତରର ଅର୍ଥକୁ ବୁଝିବାକୁ ପ୍ରୟାସ କର। ଯଦି ତୁମକୁ ଚୁପ୍ କଲା ବାଲା କେହି ନ ମିଳିଲା, ତ ପରିସ୍ଥିତି ଧୀରେ ଧୀରେ ତୁମକୁ ହସିବା ଶିଖାଇ ଦେବ। ତୁମ ସଫଳତା ପଛରେ କାହାର ହାତ ଥାଉ କି ନଥାଉ, ନିଶ୍ଚୟ ଭାବରେ ତୁମର ଖରାପ ସମୟର ପ୍ରଚ୍ଛଦ ହାତ ଥାଏ। ବହୁତ ଦୁଃଖ ଲାଗେ ଯେତେବେଳେ ଆମେ କାହାରିକୁ ଅନ୍ଧ ପରି ବିଶ୍ୱାସ କରିଥାଉ, ଆଉ ସେ ଲୋକ ଇନ୍ ଫ୍ୟୁଚର ପ୍ରମାଣ କରିଦିଏ ଯେ ପ୍ରକୃତରେ ତାପରେ ବିଶ୍ୱାସ କରି ଆମେ ଅନ୍ଧ ହିଁ ଥିଲୁ। ଯାହା ବିତି ଯାଇଛି ତାକୁ ପଛକୁ ଫେରି କେବେ ଚାହାନ୍ତୁ ନାହିଁ, ନହେଲେ ଆଗକୁ ଯାହା ମିଳିବାର କଥା ତାକୁ ମଧ୍ୟ ଆପଣ ହରାଇ ବସିବେ। ନିଦ ତ ପିଲାଦିନେ ଆସୁଥିଲା, ଏବେ ତ ଦେହ ସୁସ୍ଥ ରଖିବାକୁ ଜୋର ଜବରଦସ୍ତ ଶୋଇବାକୁ ପଡ଼ୁଛି। ବହୁତ ମହାନ ସେ ଲୋକମାନେ ଯେଉଁମାନେ ରାଗ ସମୟରେ ମଧ୍ୟ କଥା କହିବାର ତରିକାକୁ ଭୁଲନ୍ତି ନାହିଁ। ସମ୍ପର୍କର ଦେଖାଶୁଣା ସମ୍ପତ୍ତିର ଦେଖାଶୁଣା ଠାରୁ ବହୁତ କଠିନ ବ୍ୟାପାର। ବଡ଼ ଅଜବ କଥା କ'ଣ ଜାଣନ୍ତି? ସମ୍ପର୍କ ଗୋଟିଏ, ତାକୁ ସମ୍ଭାଳିବା ବାଲା ଦୁଇ ଜଣ ହୋଇଥିଲେ ମଧ୍ୟ ବେଳେବେଳେ ସମ୍ଭାଳି ନପାରି ସମ୍ପର୍କକୁ ଭାଙ୍ଗି ଦେଇଥାନ୍ତି। ଜାଣି ହେଉନାହିଁ କାହା ଉପରେ ଭରସା କରିବ। ଲୋକ ତ ଏଠି ଘୃଣା ମଧ୍ୟ ଠିକ୍ ପ୍ରେମ ଭରି କରି ଚାଲିଥାନ୍ତି। ବଞ୍ଚିଥିବା ଲୋକକୁ ତଳକୁ ପକାଇବାକୁ ଓ ମଲା ଲୋକ ବା ମୁର୍ଦାରକୁ ତଳୁ ଉଠାଇବାକୁ ଲୋକମାନଙ୍କର ଗଜବ ପ୍ରକାରର ଏକଥା ଦେଖିବାକୁ ମିଳିଥାଏ। ଛାଡ଼ିକି ଯାଉଥିବା ଲୋକ କ'ଣ ଜାଣିବ, ମନେ ପକାଇ
ପକାଇ ବଞ୍ଚୁଥିବା ବୋଝ କେତେ କଷ୍ଟକର ହୋଇଥାଏ। ଭୁଲ ଦିଗରେ ମୋଡ଼ିକରି ଯଦି ତୁମେ ସ୍କ୍ରୁକୁ ଖୋଲି ପାରୁନାହଁ, ତେବେ ଭୁଲ ଦିଗରେ କାମ କରି ତୁମେ ସଫଳତା ପାଇବାକୁ କେମିତି ଆଶା କରି ବସିଛ? ତେଣୁ ପ୍ରଥମେ ସଫଳତା ପାଇବାକୁ ଚାହଁ ତ ଥରେ ଭଲ କି ଚିନ୍ତା କରି ଦେଖ ଯେ ତୁମେ ଠିକ୍ ଦିଗରେ କାମ କରୁଛ ତ। ସେହି ଲୋକମାନେ ଖାସ୍ ହୋଇଥାନ୍ତି ଯେଉଁମାନେ ସମୟ ଆସିଲେ ଆମକୁ ସମୟ ଦେଇଥାନ୍ତି। ୱାଦା କରୁଛ ତ ତାକୁ ଲିଭାଇବା ଶିଖ, ନହେଲେ ୱାଦା କର ନାହିଁ। ଯଦି ୱାଦା କରି ତୁମେ ୱାଦା ନ ଲିଭାଇଲ, ତେବେ ଅନ୍ୟର ହୃଦୟ ଭାଙ୍ଗିଯିବ। ତୁମର ସିନା କେବଳ କଥା ଭାଙ୍ଗିବ, ଅନ୍ୟର ହୃଦୟକୁ ତୁମେ ଖୁବ୍ ସହଜରେ ଭାଙ୍ଗିଦେବ। ସମୟ ସବୁବେଳେ ସମାନ ରହେନା। ସେମାନଙ୍କୁ ମଧ୍ୟ କାନ୍ଦିବାକୁ ପଡ଼େ ଯିଏ ଅନ୍ୟକୁ ବିନା କାରଣରେ କନ୍ଦାଇ ନିଜେ ହସୁଥିଲେ। ଅନ୍ୟ ଦମରେ ଯଦି ତୁମେ ଉଡ଼ିବାର ପ୍ରୟାସ ବାରମ୍ବାର କଲ, ତେବେ ତୁମେ ନିଜ ଦମରେ ଉଡ଼ିବାର କୌଶଳକୁ ଧୀରେ ଧୀରେ ଭୁଲିଯିବ। ସଫଳତା ପାଇବାକୁ ହେଲେ ପ୍ରଥମେ ସ୍ୱପ୍ନ ଦେଖିବା ଶିଖ, ତାପରେ ଲକ୍ଷ୍ୟ ସ୍ଥିର କର। ଲକ୍ଷ୍ୟ ପ୍ରାପ୍ତିର ସମୟ ନିର୍ଦ୍ଧାରଣ କର। ଅନୁଶାସନ ଭିତରେ ରୁହ। ସମୟର ସଦୁପଯୋଗ କର। ଅସଫଳତାର ଭୟକୁ ଛାଡ଼ିବା ଶିଖ। ସକାରାତ୍ମକ ବିଚାର ରଖ। ଶିଖିବାର ଆଦତ ଆଣ। ନିଜ କମଜୋରିକୁ ଜାଣ ଏବଂ ଧୀରେ ଧୀରେ ସେ କମଜୋରିକୁ ନିଜର ଶକ୍ତିରେ ପରିଣତ କରାଅ। କାହାରି କଥାକୁ ଧ୍ୟାନ ଦିଅ ନାହିଁ। ପ୍ରେରଣାର ସ୍ରୋତ ଖୋଜି ଚାଲ, ତାହେଲେ ସଫଳତା ନିଶ୍ଚୟ ମିଳିବ। ପରିସ୍ଥିତି, ଆଘାତ, ସମୟଠାରୁ ଯିଏ ଶିଖେ ତାଠାରୁ ଏ ଦୁନିଆ ଶିଖିଥାଏ। ଜୀବନରେ ସବୁ ଝଡ଼ କ୍ଷତି କରିବାକୁ ଆସିନଥାଏ। କିଛି ଝଡ଼ ଆମ ଜୀବନର ରାସ୍ତାକୁ ସଫା କରିବାକୁ ମଧ୍ୟ ଆମ ଜୀବନରେ ଆସିଥାଏ। ତେଣୁ ଝଡ଼କୁ ଜମା ଡରନ୍ତୁ ନାହିଁ। କାହାକୁ ତଳକୁ ଖସାଇବାର ପ୍ରୟାସ କରୁ କରୁ ଲୋକମାନେ ନିଜେ ମଧ୍ୟ କେତେବେଳେ ତଳକୁ ଖସି ଯାଇଥାନ୍ତି ଜାଣନ୍ତି ନାହିଁ। ତଥାପି କାହାକୁ ତଳକୁ ଖସାଇବାର ପ୍ରୟାସକୁ ଛାଡ଼ନ୍ତି ନାହିଁ। ନିଜ ଲୋକଙ୍କ ପାଇଁ ଦୁନିଆ ସହ ଲଢ଼ିଯାଅ, ମାତ୍ର ଦୁନିଆ ଲୋକଙ୍କ କଥାରେ ନିଜ ଲୋକଙ୍କ ସହିତ କେବେ ବି ଲଢ଼ ନାହିଁ। କର୍ମ ଏମିତି ଏକ ଫସଲ ଯାହାକୁ ହର ହାଲରେ ତୁମକୁ ହିଁ କାଟିବାକୁ ପଡ଼ିବ। ତେଣୁ ଭଲ ବିହନ ନିଶ୍ଚିତ ବୁଣନ୍ତୁ, ତାକି ଭଲ ଫସଲ ଆପଣ କାଟିପାରିବେ। ଚରିତ୍ର ଏକ ବୃକ୍ଷ, ପ୍ରତିଷ୍ଠା ହେଉଛି ତାର ଛାଇ। ମାତ୍ର ବିଡ଼ମ୍ବନା ଏହା ଯେ ବୃକ୍ଷର ନଜର ବହୁତ କମ୍ ଲୋକ ରଖିଥାନ୍ତି, ମାତ୍ର ଛାଇ ସମସ୍ତଙ୍କର ଦରକାର। ତେଣୁ ପ୍ରତିଷ୍ଠା ତୁମେ ଚାହୁଁଛ ତ ପ୍ରଥମେ ଚରିତ୍ର ଉପରେ ନଜର ଦିଅ। ଲୋକ ବେଳେବେଳେ ଥକିଯାଏ ଆପଣାର ଲୋକଙ୍କୁ ମନାଇ ସମ୍ପର୍କ ଲିଭାଇ ଧୈର୍ଯ୍ୟ ରଖି କ୍ଷମା କରି ଆଶା ରଖି ଅପେକ୍ଷା କରି। କିଛି ଲୋକ ଚପଲ ପରି ହୋଇଥାନ୍ତି, ସାଙ୍ଗରେ ଥାନ୍ତି, ହେଲେ ପଛରୁ କାଦୁଅ ଫୋପାଡ଼ିବା କେବେ ବି ଭୁଲନ୍ତି ନାହିଁ। କର୍ମକୁ ଡରନ୍ତୁ, ଈଶ୍ୱରଙ୍କୁ ନୁହେଁ। ଈଶ୍ୱରଙ୍କ ଦରବାରରୁ ହୁଏତ ଆପଣଙ୍କୁ କ୍ଷମା ମିଳିପାରେ, ମାତ୍ର କର୍ମ କାହାକୁ କେବେ କ୍ଷମା କରିଛି ତାର ଉଦାହରଣ ଆଜି ଯାଏଁ ଦେଖିବାକୁ ମିଳିନାହିଁ। ତୁମେ ଅନୁଭବ କଲେ ଜାଣିପାରିବ ଯାହାଙ୍କ ଉପରେ ତୁମର ଆଦୌ ଭରସା ନଥିଲା, ସେ ହିଁ ତୁମକୁ ତୁମର ଖରାପ ସମୟରେ ବହୁତ ବଡ଼ ସାହାଯ୍ୟ କରିଯାଉଛନ୍ତି। ଆଉ ବହୁତ ଭରସା କରିଥିବା ଲୋକଟିଏ ଯେତେବେଳେ ତୁମର ଅସୁବିଧା ସମୟ ଆସିବ, ତାଙ୍କ ଦର୍ଶନ ତୁମେ ପାଇବା ଅସମ୍ଭବ ହୋଇପଡ଼ିବ। ଜଣେ ଲୋକ ଖୋଜ ଯିଏ ହୃଦୟରୁ କଥା କହୁ, ମାତ୍ର ହୃଦୟ ରଖିବାକୁ ନୁହଁ। କହିଲା ବାଲା ତ ପାଠି ପାଇଛନ୍ତି କହିବେ, ମାତ୍ର କମାଲ ତ ସହିଲା ବାଲା କରିଥାନ୍ତି, ଯିଏ ଆପଣଙ୍କର ଅପଶବ୍ଦର ଉତ୍ତର ମଧ୍ୟ ହସରେ ଦେଇ
ସେ ଜାଗା ଛାଡ଼ି ଚାଲି ଯାଇଥାନ୍ତି। ଲୋକ କହନ୍ତି ଭାବିଚିନ୍ତି ଭଲ ପାଅ। ଆରେ ଭାବିଚିନ୍ତ ସାଜିସ୍ ରଚାଯାଏ। ଭଲ ପାଇବା ନୁହେଁ, ଭଲ ପାଇବା ହେଉଛି ସ୍ପଣ୍ଟାନିୟସ୍ ଓଭରଫ୍ଲୋ ଅଫ୍ ଇନରମୋଷ୍ଟ ଥଟ୍ସ। ଆପେ ଆପେ ହୋଇଯାଇଥାଏ। ଲକ୍ଷ୍ୟ ହାସଲ ନ ହୋଇପାରିଲେ ମଧ୍ୟ ରାସ୍ତା ତୁମକୁ ବହୁତ କିଛି ଶିଖାଇ ପରିପକ୍ୱ କରିଦେଇଯିବ। ତେଣୁ ରାସ୍ତାରେ ଚାଲିବା ବନ୍ଦ କରନ୍ତୁ ନାହିଁ। ପୁଣି ଥରେ ପ୍ରୟାସ କରିବାକୁ ଡର ନାହିଁ, କାରଣ ଏବେ ଆରମ୍ଭ ଶୂନ୍ୟରୁ ନୁହଁ, ଅନୁଭବରୁ ହିଁ ହେବ। କାହା ପାଇଁ ତୁମେ ଖୋଲା ବହି ବନ ନାହିଁ, ନହେଲେ ଲୋକ ତୁମକୁ ପଢ଼ି ଫୋପାଡ଼ି ଦେବାକୁ ଭୁଲିବେ ନାହିଁ। ରେ ହୃଦୟ, ମୁଁ ତୋତେ ଭାବୁଥିଲି ତୁ ମୋର ବୋଲି, ହେଲେ ଅଫସୋସ ତୁ ମୋ ସାଙ୍ଗରେ ଅଛୁ ସିନା, ହେଲେ ଅନ୍ୟ ବିଷୟରେ ଚିନ୍ତା କରି କରି ତୁ ସମୟ ନଷ୍ଟ କରୁଛୁ। ଏତେ ସରଳ ବନ ନାହିଁ କି ଲୋକ ତୁମକୁ ବ୍ୟବହାର କରନ୍ତୁ, କାରଣ ଯେଉଁ ତାରରେ କରେଣ୍ଟ ନଥାଏ ସେ ତାରରେ ଲୋକମାନେ ଲୁଗାପଟା ଶୁଖାଇବାକୁ ମଧ୍ୟ ପଛାନ୍ତି ନାହିଁ। ତୁମେ ଖାଲି ପଇସା ପାଖରେ ରଖ, ସମୟ ତ ସମସ୍ତ ଲୋକ ତୁମରି ହେବେ। ନିଜକୁ ଏମିତି ବନାଅ କି ଯିଏ ତୁମକୁ ପାଇଲା ସେ ଗର୍ବ କରୁ, ଆଉ ଯିଏ ତୁମକୁ ହରାଇଲା ସେ ଅଫସୋସ କରୁ। ଅନୁମାନ ମନର କଳ୍ପନା ଆଉ ଅନୁଭବ ଜୀବନର ଶିକ୍ଷା। ତେଣୁ ଅନୁଭବୀ ବନନ୍ତୁ। ପ୍ରତ୍ୟେକ ଦୁଃଖ ଶିକ୍ଷା ଦେଇଥାଏ, ଆଉ ଏ ଶିକ୍ଷା ମଣିଷକୁ ବଦଳାଇ ଦେଇଥାଏ। ବହୁତ ଏକୁଟିଆ ସେ ଲୋକ ହୋଇଥାନ୍ତି ଯିଏ ନିଜେ ରାଗନ୍ତି, ଆଉ ମନାଇଲା ବାଲା କେହି ନଥିବାରୁ ନିଜକୁ ନିଜେ ମନାଇଥାନ୍ତି। ଏ ସମ୍ପର୍କର ପରିଭାଷା ମଧ୍ୟ ଅଜବ। ନା ଏହା ବିନା ବିଶ୍ୱାସରେ ଆରମ୍ଭ ହୁଏ, ନା ବିନା ଧୋକାରେ ଏହା ଶେଷ ହୁଏ। ଦର୍ଶକ ବନ୍ଧୁ, ଆପଣମାନଙ୍କୁ କିଛି ଭଲ କଥା ଶୁଣାଇବାର ଅଭିଳାଷ ନେଇ ଇଏ ମୋର ଅଭିନବ ପ୍ରୟାସ। ଅମୂଲ୍ୟ ବାଣୀ ଶୁଣନ୍ତୁ, ବୁଝନ୍ତୁ, ବଦଳନ୍ତୁ ଏବଂ ନିଜକୁ ବହୁତ ଭଲ ବନାଇ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରନ୍ତୁ। ଯଦି ଏ ପ୍ରୟାସ ଆପଣମାନଙ୍କୁ ଭଲ ଲାଗିଥାଏ, ନିଶ୍ଚିତ ଭାବରେ ପ୍ରକାଶ ଜଗଦେବ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ, ଭିଡ଼ିଓକୁ ଲାଇକ୍ କରିବେ ଏବଂ କମେଣ୍ଟରେ ଜୟ ଶ୍ରୀକୃଷ୍ଣ ଦେଖିବାକୁ ଭୁଲିବେ ନାହିଁ। ଆଗାମୀ ଭିଡ଼ିଓରେ ପୁଣି ଥରେ ଆମେ ଦେଖା ସାକ୍ଷାତ ହେବା। ସେ ପର୍ଯ୍ୟନ୍ତ ଆପଣମାନଙ୍କର ଉତ୍ତରୋତ୍ତର ଉନ୍ନତି କାମନା କରି ରହୁଛି। ନମସ୍କାର।